ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛି ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ଭଲରେ ଥିବେ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ସାହିତ୍ୟ ସିନ୍ଧୁ ପୁସ୍ତକର ଭୀମଙ୍କ ସିଂହନାଦ ରଡ଼ିର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ଆଜିର ବିଷୟବସ୍ତୁକୁ ଆଗେଇ ଯିବା ପିଲାମାନେ। ଆମ ପାଖରେ ଅଛି କ୍ୱେଶ୍ଚିନ୍ ନମ୍ବର 5। ପ୍ରଶ୍ନ ଅଛି ସିଂହନାଦ କ'ଣ? କ୍ୱେଶ୍ଚିନ୍ ହେଲା ସିଂହନାଦର ଅର୍ଥ କ'ଣ? ସିଂହନାଦ କାହାକୁ କୁହାଯାଏ? ପିଲାମାନେ, ସିଂହନାଦ ହେଉଛି ଏକ ପ୍ରକାରର ବାଦ୍ୟ। କେଉଁଥିରେ ତିଆରି ହୋଇଥାଏ ନା ମଇଁଷିମାନଙ୍କର ସିଂହରେ। ତୁମେ ତ ଜାଣିଥିବ ମଇଁଷିମାନଙ୍କର କେତୋଟି ସିଂହ ଥିବ? 2ଟି ସିଂହ ଥିବ। ସେ ଯେଉଁ ସିଂହରେ ହିଁ କ'ଣ ତିଆରି ହୋଇଥାଏ ନା ସିଂହନାଦଟା। ଏହା ସଦାସର୍ବଦା ଶିବଙ୍କ ପାଖରେ ଥାଏ, ଅର୍ଥାତ୍ ଶିବ ହିଁ ତାକୁ ଧାରଣ କରିଥାନ୍ତି ଏବଂ ଯେତେବେଳେ ଶିବ ଭୈରବ ରୂପ ଧାରଣ କରନ୍ତି, ସେ ସିଂହନାଦକୁ ଯେତେବେଳେ ବଜେଇବେ ବା ସିଂହନାଦକୁ ବାଦନ କରିବେ, ସେତେବେଳେ ପୃଥିବୀଟା କ'ଣ ହେବ ନା ପ୍ରଳୟ ସୃଷ୍ଟି ହୋଇଯିବ। ତ ମୋଟାମୋଟି ଭାବରେ ଜାଣିଗଲ ପିଲାମାନେ ଯେ ସିଂହନାଦ କ'ଣ ନା ମଇଁଷି ସିଂହରେ ତିଆରି ହୋଇଥିବ ଏବଂ ସେଇଟା କାହା ପାଖରେ ଥିବ? ଶିବଙ୍କ ପାଖରେ ଥିବ। କେତେବେଳେ ବଜେଇବେ? ଯେତେବେଳେ ସେ କାଳ ଭୈରବ ରୂପ ଧାରଣ କରିବେ ଏବଂ ବଜେଇବା ଦ୍ୱାରା କ'ଣ ହେବ ନା ପୃଥିବୀଟା ପ୍ରଳୟ ସୃଷ୍ଟି ହୋଇଯିବ। ଆଉ କ'ଣ ହୋଇପାରେ ନା ଶିବଙ୍କ ଠାରୁ ସିଂହନାଦ ନେଇ ଭୀମସେନ କ'ଣ କରିଥିଲେ ନା ଦୁର୍ଯ୍ୟୋଧନକୁ ରଣ କରିବା ପାଇଁ ଆହ୍ୱାନ କରିଥିଲେ। ବ୍ୟାସ ସରୋବର କଥା ବି ତୁମେ ଜାଣିଛ। ଦୁର୍ଯ୍ୟୋଧନ ଯାଇକରି ବ୍ୟାସ ସରୋବରରେ କ'ଣ କରିଥିଲା ନା ଆଶ୍ରୟ ନେଇଥିଲା ଏବଂ ସେଠିକୁ ଯଦି ଶତ୍ରୁ ମନୋଭାବ ରଖି ଯଦି ବ୍ୟାସ ସରୋବରକୁ ଯେକୌଣସି ଲୋକ ପ୍ରବେଶ କରିବ, ତାହେଲେ ଶିବ ଅଭିଶାପ ଦେଇଥିଲେ ସେ ସେଠି ଧ୍ୱଂସ ହୋଇଯିବ। ତେଣୁକରି ଶିବଙ୍କଠାରୁ ସିଂହନାଦ ପ୍ରାପ୍ତ କରି ଭୀମସେନ ତାକୁ ଯେତେବେଳେ ରଡ଼ି ବା ହୁଙ୍କାର ଦେବେ, ସେ ସମୟରେ ଆହ୍ୱାନ କଲେ ସେ କ'ଣ କରିବ ନା ବ୍ୟାସ ସରୋବରରୁ ବାହାରକୁ ପଳାଇ ଆସିବ। ସେହି ସିଂହନାଦ ଶବ୍ଦ ଶୁଣି ଦୁର୍ଯ୍ୟୋଧନ ବ୍ୟାସ ସରୋବରରୁ କ'ଣ କରିବ ନା ବାହାରକୁ ପଳାଇ ଆସିବ। ଇଏ ଥିଲା ସିଂହନାଦର ଅର୍ଥ। ନେକ୍ସଟ କ୍ୱେଶ୍ଚିନ୍ ନମ୍ବର 6କୁ ଯିବା ପିଲାମାନେ। ସହଦେବ ଜଗନ୍ନାଥଙ୍କୁ କ'ଣ ବୋଇଲେ? କ'ଣ କହିଲେ? ଆମର ପ୍ରଶ୍ନ ହେଉଛି ସହଦେବ ଜଗନ୍ନାଥଙ୍କୁ କ'ଣ କହିଲେ? ସହଦେବ ଜଗନ୍ନାଥଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି। ଜଗନ୍ନାଥ ଯିଏ, ଶ୍ରୀକୃଷ୍ଣ ବି ହେଉଛନ୍ତି ସିଏ। ତ କେବଳ ଈଶ୍ୱରଙ୍କୁ ପ୍ରାର୍ଥନା କରି, ଈଶ୍ୱରଙ୍କୁ କହିଲେ ଏଠାରେ ଶିବଙ୍କୁ ବୁଝାଉଛି। ଆମେ ଶିବଙ୍କୁ ହିଁ ପ୍ରାର୍ଥନା କରିବାକୁ ପଡ଼ିବ। ପ୍ରାର୍ଥନା କିଏ କରିବ ନା ପବନ ସୁତ। ପବନ ସୁତ କାହାକୁ କୁହାଯାଏ? ଭୀମସେନକୁ କୁହାଯାଏ। ଭୀମସେନ ହେଉଛନ୍ତି ପବନଙ୍କର ସୁତ। ଭୀମସେନଙ୍କୁ କୁହାଯାଉ କି କ'ଣ ପାଇଁ ନା ସିଂହନାଦ ପ୍ରାପ୍ତି ପାଇଁ। ସେ ଯେତେବେଳେ ସିଂହନାଦ ପ୍ରାପ୍ତ କରିବେ, ତାହେଲେ ଆମେ ଦୁର୍ଯ୍ୟୋଧନକୁ କ'ଣ କରିପାରିବା ନା ବ୍ୟାସ ସରୋବରରୁ ବାହାରକୁ ଆଣିପାରିବା। ତେଣୁ ସହଦେବ ଜଗନ୍ନାଥଙ୍କୁ ଅର୍ଥାତ୍ ଶ୍ରୀକୃଷ୍ଣଙ୍କୁ କହିଲେ କେବଳ ଈଶ୍ୱରଙ୍କୁ ପ୍ରାର୍ଥନା କରି ପବନ ସୁତ ଭୀମସେନ ସିଂହନାଦ ପ୍ରାପ୍ତ କରିପାରିବେ ଏବଂ ଦୁର୍ଯ୍ୟୋଧନକୁ ବ୍ୟାସ ସରୋବରରୁ ବାହାର କରିପାରିବେ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 7। ସିଂହନାଦ ଦେବା ପାଇଁ ପାର୍ବତୀ ଶିବଙ୍କୁ କ'ଣ କହିଲେ? ଯେତେବେଳେ ଶିବ ପଚାରୁଛନ୍ତି ପାର୍ବତୀଙ୍କୁ ସିଂହନାଦ ଦେବା ନା ନାହିଁ, ସେ ସମୟରେ ପାର୍ବତୀ କ'ଣ କରୁଛନ୍ତି ନା ସିଂହନାଦ ବିଷୟରେ ଶିବଙ୍କୁ ସେ ତାଙ୍କର ମନ୍ତବ୍ୟ ରଖୁଛନ୍ତି। କ'ଣ ବୋଲି ମନ୍ତବ୍ୟ ରଖିଛନ୍ତି ନା ସିଂହନାଦ ପ୍ରସଙ୍ଗରେ ଶିବ ପାର୍ବତୀଙ୍କୁ ପଚାରିବାରୁ ଶିବ କ'ଣ କଲେ ନା ପାର୍ବତୀଙ୍କୁ ପଚାରିଲେ ଆମେ ସିଂହନାଦଟା ପାଣ୍ଡବମାନଙ୍କୁ ଦେବା ନା ନାହିଁ। ଯେତେବେଳେ ସେ ପଚାରିଛନ୍ତି, ପାର୍ବତୀ ଉତ୍ତରରେ ରଖିଛନ୍ତି ଶିବଙ୍କୁ କହିଲେ କ'ଣ ବୋଲି ନା ଭୀମ ହେଉଛି ଆମ ପାଇଁ ଉପକାରୀ। ଭୀମ ଆମ ପାଇଁ କ'ଣ କରିଛି ନା ଉପକାର ବହୁତ କରିଦେଇଛି। ପାଣ୍ଡବମାନଙ୍କ ପାଇଁ ଅନେକ ସମୟରେ ଆମର କପିଳାସ ମଧ୍ୟ ବିପଦ ମୁକ୍ତ ହୋଇପାରିଛି। ପାଣ୍ଡବମାନଙ୍କର ହେତୁ ଆମେ କୈଳାସକୁ ବଞ୍ଚେଇ ପାରିଛୁ। ପୁଣି ଥରେ ଆଉ ଥରେ ତୁମ୍ଭେ ଭୀମଙ୍କୁ ବର ଦେବା ପାଇଁ ସତ୍ୟ ମଧ୍ୟ କରିଥିଲ। ଭୀମକୁ ବର ଦେବ ବୋଲି ମଧ୍ୟ ତୁମେ କ'ଣ କରିଥିଲ ନା ସତ୍ୟ ଦେଇଥିଲ। କିଏ କହୁଛନ୍ତି? ଏଇଟା ପାର୍ବତୀ କହୁଛନ୍ତି ଶିବଙ୍କୁ। ତେଣୁ ଭୀମଙ୍କୁ ଯଥାଶୀଘ୍ର ସିଂହନାଦ ପ୍ରଦାନ କରନ୍ତୁ। ତେଣୁକରି ହେ ଭଗବାନ, ହେ ଈଶ୍ୱର, ହେ ପାର୍ବତୀପତି ଶିବ ମହାଦେବ କ'ଣ କରିବ ନା ଯଥାଶୀଘ୍ର ସିଂହନାଦ ଭୀମସେନକୁ ଦେବ। ଏ ହେଉଛି କ୍ୱେଶ୍ଚିନ୍ ନମ୍ବର 7। କ୍ୱେଶ୍ଚିନ୍ ନମ୍ବର 8କୁ ଯିବା ପିଲାମାନେ। ପାଣ୍ଡବଙ୍କ ହେତୁ ତ୍ରିଲୋଚନ କିଭଳି ବର୍ତ୍ତିଥିଲେ? ପାଣ୍ଡବମାନଙ୍କର ହେତୁ
ତ୍ରିଲୋଚନ, ତ୍ରିଲୋଚନ କହିଲେ କ'ଣ ନା ଶିବଙ୍କୁ ବୁଝାଉଛି, ମହାଦେବକୁ ବୁଝାଉଛି, ଈଶ୍ୱରଙ୍କୁ ବୁଝାଉଛି। ପାଣ୍ଡବମାନଙ୍କ ଫଳରେ ଶିବ କେମିତି ବର୍ତ୍ତିଥିଲେ ବା ବଞ୍ଚିଥିଲେ ନା ଗୋଟିଏ ଘଟଣା ଘଟିଛି ପିଲାମାନେ। ଅଶ୍ଳେଷା ଦୈତ୍ୟ ନାମକ ଅସୁର ଅଛି। ତାଙ୍କଠାରୁ ପାଣ୍ଡବମାନେ କ'ଣ କରୁଛନ୍ତି ନା କୈଳାସ ପର୍ବତକୁ ବଞ୍ଚାଇଛନ୍ତି। ଦେଖ ଆଗକୁ ଯିବା ପିଲାମାନେ। ପାଣ୍ଡବମାନଙ୍କ ମଧ୍ୟରେ ଦ୍ୱିତୀୟ ପାଣ୍ଡବ ହେଉଛନ୍ତି ଭୀମସେନ। ଆମେ ଜାଣିଛୁ ପଞ୍ଚୁ ପାଣ୍ଡବ ଥିଲେ, ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ, ଏମାନେ ଥିଲେ ପାଞ୍ଚ ଭିତରୁ ଭୀମସେନ ହେଉଛନ୍ତି 2 ନମ୍ବର। ଥରେ ଅଶ୍ଳେଷା ଦୈତ୍ୟ କୈଳାସକୁ କ'ଣ କରୁଥିଲା ନା ଉପାଡ଼ି ନେବା ପାଇଁ ଲାଗିଥିଲା। କୈଳାସ ପର୍ବତକୁ ଟେକି ନେଇକି ପଳାଉଥିଲା। କିଏ ନା ଅଶ୍ଳେଷା ଦୈତ୍ୟ। ଏବଂ ଋଷ୍ୟମୁଖ ପର୍ବତରେ ଥିବା ଭୀମଙ୍କୁ ଶିବ କ'ଣ କଲେ ନା ଡାକିଥିଲେ। ଯେତେବେଳେ ଭୀମ ଥିଲେ ଋଷ୍ୟମୁଖ ପର୍ବତରେ ତାଙ୍କୁ ଡାକିଥିଲେ ଶିବ। ଏବଂ ଭୀମ ଅଶ୍ଳେଷା ଦୈତ୍ୟକୁ ବିନାଶ କରି କୈଳାସ ଉଦ୍ଧାର କରିଥିଲେ। ସେ ଦୈତ୍ୟଠାରୁ, ଅସୁରଠାରୁ ଭୀମ କ'ଣ କରିଥିଲେ ନା କୈଳାସ ପର୍ବତକୁ ଉଦ୍ଧାର କରିଥିଲେ। ମଧ୍ୟମ ପାଣ୍ଡବ ଭୀମଙ୍କ ପାଇଁ ତ୍ରିଲୋଚନ ଶିବ ଅଶ୍ଳେଷା ଦୈତ୍ୟ କବଳରୁ ବର୍ତ୍ତିଥିଲେ। ତେଣୁ ଭୀମ ହିଁ କ'ଣ କରିଥିଲେ ନା ଅଶ୍ଳେଷା ଦୈତ୍ୟଠାରୁ ଶିବଙ୍କୁ ବଞ୍ଚାଇଥିଲେ। ପୁଣି ପାଣ୍ଡବମାନଙ୍କ ପାଇଁ କୈଳାସ ପର୍ବତ ବେଳେବେଳେ ବିପଦମୁକ୍ତ ମଧ୍ୟ ହୋଇଥାଏ। ଆଉ ଯଦି କେତେବେଳେ ଅସୁବିଧା ହେଲେ ମଧ୍ୟ ପାଣ୍ଡବମାନେ କ'ଣ କରୁଛନ୍ତି ନା ଅସୁରମାନଙ୍କୁ ବିନାଶ କରି କୈଳାସ ପର୍ବତକୁ ବଞ୍ଚାଇଥାନ୍ତି। କ୍ୱେଶ୍ଚିନ୍ ନମ୍ବର 9କୁ ଯିବା। ସିଂହନାଦ କିପରି ଗତି କରି ଭୀମଙ୍କ ହସ୍ତକୁ ଆସିଲା? ଏଟା ଭୀମ କେମିତି ସିଂହନାଦ ପ୍ରାପ୍ତ କଲେ ଏବଂ ସିଂହନାଦ କେଉଁଭଳି ଭାବରେ ଭୀମଙ୍କ ହସ୍ତକୁ ଆସିଥିଲା ବା ବ୍ୟାସ ସରୋବର ତୀରରେ ଛିଡ଼ା ହୋଇ ରହିଥିବା ଭୀମଙ୍କ ହାତକୁ ବା କରକୁ କେମିତି ଭାବରେ ସିଂହନାଦ ଆସିଛି ବା ସିଂହନାଦ ପ୍ରାପ୍ତି ବିଷୟରେ ସେ ପଚାରିଛି। ସିଂହନାଦ ଅନ୍ତରିକ୍ଷରେ ବା ଆକାଶ ପଥରେ ଗତି କରି ବ୍ୟାସ ସରୋବର ତୀରରେ ରହିଥିବା ଭୀମଙ୍କ ହସ୍ତକୁ ଆସିଥିଲା। ସେ ଅନ୍ତରିକ୍ଷ ମାଧ୍ୟମରେ, ଆକାଶ ମାଧ୍ୟମରେ, ଆକାଶ ପଥରେ ସିଂହନାଦ କ'ଣ କଲା ନା ଶିବଙ୍କ ଠାରୁ, ଶିବଙ୍କ କୁଟୀରରୁ ବା ସେଇ ଯେଉଁ ମୁଣାରୁ କ'ଣ ହେଲା ନା ସିଂହନାଦ ଆକାଶ ମାର୍ଗରେ ଆସି ଭୀମ କେଉଁଠି ଛିଡ଼ା ହେଇଥିଲେ ନା ବ୍ୟାସ ସରୋବର ତୀରରେ ବା ନିକଟରେ ଥିଲେ ଏବଂ ତାଙ୍କ ହସ୍ତରେ ଆସି ସିଂହନାଦ ରହିଲା। କ୍ୱେଶ୍ଚିନ୍ ନମ୍ବର 10 ପିଲାମାନେ। କ୍ୱେଶ୍ଚିନ୍ ନମ୍ବର 10 ଅଛି ବ୍ୟାସ ସରୋବରର ମାହାତ୍ମ୍ୟ ବିଷୟରେ ଲେଖ। ବ୍ୟାସ ସରୋବରର ମାହାତ୍ମ୍ୟ କ'ଣ ଅଛି, ତା'ର ମହତ୍ତ୍ୱ କ'ଣ ଅଛି, ବିଶେଷ ଲକ୍ଷଣ କ'ଣ, ଗୁଣ କ'ଣ ହେଇପାରେ? ବ୍ୟାସ ସରୋବର ହେଉଛି ବିପଦରେ ପଡ଼ି ଶରଣ ନେଇଥିବା ବ୍ୟକ୍ତି ପାଇଁ ଅଭୟ ଆଶ୍ରୟସ୍ଥଳ। ଏହା ହେଉଛି ଗୋଟେ ଆଶ୍ରୟସ୍ଥଳ ସ୍ୱରୂପ। ଅର୍ଥାତ୍ ଜଣେ ବ୍ୟକ୍ତି ଯଦି ସେଠି ଆଶ୍ରୟ ନେଇଥିବ, ଶତ୍ରୁଙ୍କଠୁ ବଞ୍ଚିବା ପାଇଁ ଯାଇ ଯଦି ସେଠି ଲୁଚି ରହିଥିବ, ତାହେଲେ ଏଠାରେ ଶରଣ ନେଇଥିବା ବ୍ୟକ୍ତିଙ୍କୁ ମାରିବା ପାଇଁ ତା'ର ଶତ୍ରୁ ସେଠାକୁ ଯାଇପାରେ ନାହିଁ। ଯଦି ଯିଏ ଶରଣ ନେଇଥିବ ତାଙ୍କୁ ଯଦି ମାରିବା ପାଇଁ ତା'ର ତେଣୁ ଶରଣ ନେଇଥିବା ବ୍ୟକ୍ତିଙ୍କୁ ମାରିବା ପାଇଁ ତା'ର ଶତ୍ରୁ ସେଠାକୁ ବଳପୂର୍ବକ ଭାବରେ ପ୍ରବେଶ କରିପାରିବ ନାହିଁ। ଏବଂ ଶରଣକାରୀର ଶତ୍ରୁ ଯଦି ବଳପୂର୍ବକ ସେଠାରେ ପ୍ରବେଶ କରିଯାଏ କ'ଣ କରିବା ପାଇଁ ନା ବିନାଶ କରିବା ପାଇଁ, ଧ୍ୱଂସ କରିବା ପାଇଁ, ନଷ୍ଟ କରିବା ପାଇଁ, ତାହେଲେ ସେ ନିଜେ କ'ଣ ହେଇଯିବ ନା ଧ୍ୱଂସ ହେଇଯିବ ବୋଲି ଶିବ ଅଭିଶାପ ଦେଇଥିଲେ। ଯଦି ବଳପୂର୍ବକ ଶତ୍ରୁକୁ ବିନାଶ କରିବା ପାଇଁ ବ୍ୟାସ ସରୋବରକୁ ଜଣେ ଯଦି ପ୍ରବେଶ କରୁଛି ତାହେଲେ ସେ ହିଁ ନିଜେ ଧ୍ୱଂସ ହୋଇଯିବ ବୋଲି ଶିବ କ'ଣ କରିଥିଲେ ନା ଅଭିଶାପ ଦେଇଥିଲେ। ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। କ୍ୱେଶ୍ଚିନ୍ ନମ୍ବର 11। ପ୍ରଥମ ଥର ସିଂହନାଦ ରଡ଼ିରେ ପୃଥିବୀରେ କି ଲକ୍ଷଣମାନ ଦେଖାଦେଇଥିଲା? କ'ଣ କ'ଣ ପରିବର୍ତ୍ତନ ହେଇଥିଲା, କ'ଣ ଘଟିଥିଲା ସେଇ ଜିନିଷକୁ ଦେଖିବା। ଅନେକ ଗୁଡ଼ିଏ ଜିନିଷ ଘଟିଥିଲା ପିଲାମାନେ। ଯେତେବେଳେ ପ୍ରଥମ ରଡ଼ି ଦେଇଛି କିଏ ନା ଭୀମ। ପ୍ରଥମ ଥର ସିଂହନାଦ ରଡ଼ିରେ ମହିମଣ୍ଡଳ କ'ଣ ହେଇଛି ନା ପ୍ରକମ୍ପିତ ହୋଇଯାଇଛି, ଥର ଥର ହୋଇଯାଇଛି, ଟଳମଳ ହୋଇଯାଇଛି ଏବଂ ନଳିନୀ ପତ୍ରରେ ଜଳ ଢଳ ଢଳ ହେଲା ପରି ପୃଥିବୀ ଥରହର ହୋଇ ଉଠିଥିଲା। ନଳିନୀ ପତ୍ରରେ ଯେହ୍ନେ ପଡ଼ନ୍ତେ ନ ପାଣି, ପୃଥିବୀ ଦଳଦଳିତ କମ୍ପଇ ମେଦିନୀ ଅଛି ଆମର ଲେଖା ପିଲାମାନେ। ନଳିନୀ ପତ୍ର, ପଦ୍ମପତ୍ରରେ ଆମେ ପାଣି ପକାଇବା, ପାଣି ପକାଇବା ଦ୍ୱାରା କ'ଣ ହେବ ନା ପତ୍ରଟା ଢଳଢଳିତ ହେଇଯିବ, ଟଳମଳ ହେଇଯିବ, କମ୍ପିତ ହେଇଯିବ, ଥରହର ହେଇଯିବ। ଆଉ କ'ଣ ହେଉଥିଲା ନା ମନ୍ଦର ପର୍ବତ ତା'ର ନିର୍ଦ୍ଦିଷ୍ଟ ସ୍ଥାନ ଛାଡ଼ି କିଛି ଦୂରକୁ ପଳାଇ ଯାଉଥିଲା। ମନ୍ଦର କହିଲେ ଗୋଟେ ପର୍ବତ ବିଶେଷ।
ଯେତେବେଳେ ସିଂହନାଦଟା ବାଦନ କରିଛି ଭୀମ, ପ୍ରଥମ ରଡ଼ିରେ ପୃଥିବୀଟା ଦଳଦଳିତ ହୋଇଯାଇଛି, ଥରହର ହୋଇଯାଇଛି ଏବଂ ମନ୍ଦର ପର୍ବତ ଗୁଡ଼ିକ ନିଜ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ପଳାଇ ଯାଇଛି ଏବଂ ପୃଥିବୀଟା କମ୍ପମାନ ସୃଷ୍ଟି ହୋଇଛି। ତେଣୁ ପିଲାମାନେ ଆଜି ପାଇଁ ଏତିକି, 11ଟା ନମ୍ବର ପ୍ରଶ୍ନ ଆଜି ପାଇଁ, ଏବଂ ଅନ୍ୟ ଏକ ଭିଡ଼ିଓରେ ଆମେ ଅନ୍ୟ ସବୁ କୋଶ୍ଚିନ୍ ଗୁଡ଼ା ଆଲୋଚନା କରିବା। ଯଦି ଭଲ ଲାଗିଥାଏ ତାହେଲେ ନିଶ୍ଚିତ ଭାବରେ ଲାଇକ୍ କରିବେ ଏବଂ ସେୟାର ମଧ୍ୟ କରିବେ ଏବଂ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ। ଥ୍ୟାଙ୍କ ୟୁ ଟୁ ଅଲ୍।